ହେଲା। ହଁ ତାହେଲେ କହୁଛନ୍ତି ସୁନ୍ଦର କଥାଟା କ'ଣ କହିଲେ ଆପଣ ସବୁ ଜାଣିଛନ୍ତି ଏ ବିଶ୍ୱଟା ପ୍ରଭୁଙ୍କ ଭିତରେ ଅଛି ଏବଂ କିନ୍ତୁ ଅଲଗା ଜିନିଷ ବିଶ୍ୱ ଯାହା ପ୍ରଭୁ ସେଇଆ ନୁହନ୍ତି ଏବଂ ତାଙ୍କରି ଭିତରେ ଯାହାଠାରୁ ଏ ବିଶ୍ୱ ସୃଷ୍ଟି ହେଇଛି ଏବଂ ଯାହାଙ୍କ ଦ୍ୱାରା ଏ ବିଶ୍ୱ ପାଳିତ ହେଉଛି ତାଙ୍କରି ଭିତରେ ଏ ବିଶ୍ୱ ମଧ୍ୟ ଲୀନ ହୋଇଯାଉଛି ଏ ସବୁ କଥା ଆପଣ ଭଲ ଭାବରେ ଜାଣିଛନ୍ତି। ତଥାପି ପ୍ରାଦେଶ ମାତ୍ର ଆପଣ ସାମଗ୍ରିକ ଭାବରେ ଲେଖିନାହାନ୍ତି ଯେମିତି କ୍ଷୀର କ୍ଷୀର ଆଗରୁ ଗୋଟେ କହିଥିଲେ ଏଠି ସେଇ କଥାଟା କହୁଛନ୍ତି ପ୍ରାଦେଶ ମାତ୍ର ଯାହା କ୍ଷୀର ସେଇଆ ଗୋଟେ ଅକ୍ଷର ନୁହେଁ କିଛିଟା କିଛି ଅଂଶ ବର୍ଣ୍ଣନା କରିଛନ୍ତି ଅନେକ କଥା ଛାଡ଼ି ଦେଇଛନ୍ତି। ପ୍ରାଦେଶ ମାତ୍ରମ୍ ଭବତଃ ପ୍ରଦର୍ଶିତମ୍ ଏ ଭଗବାନଙ୍କ କଥା କିଛି କିଛି ଆପଣ କହିଛନ୍ତି କିନ୍ତୁ ନୀଳଗିରି କୃଷ୍ଣ କଥା ଅନେକ କଥା ଜାଣିଛନ୍ତି ଏ ପ୍ରକାର ଜିନିଷ କିନ୍ତୁ ତାକୁ ଠିକ୍ ଭାବରେ ପ୍ରତିପାଦନ କରିନାହାନ୍ତି ଯେଉଁଟାକି ଏଠାରେ ବହୁତ ପ୍ରେମ ହବନି ଭକ୍ତି ଭାବ ଆସିବନି ଏମିତି ଗୁଡ଼େ ବତେଇଲେ ତାପରେ କହୁଛନ୍ତି ତେଣୁ ତ୍ୱଂ ଆତ୍ମନା ଆତ୍ମାନମ୍ ଅବେହି ଅମୋଘ ଦୃକ୍ ପରସ୍ୟ ପୁଂସଃ ପରମାତ୍ମନଃ କଳାଂ ଅଜମ୍ ପ୍ରଜାତମ୍ ଜଗତମ୍ ଜଗତ ଶିବାୟ ତତ୍ ମହାନୁଭାବା ହୃଦୟ ଅଧିଗଣ୍ୟତାଂ କହିଲେ ସୋମ୍ ଆତ୍ମନା ଆତ୍ମାନମ୍ ଅବେହି ସେଇ ବ୍ୟାସଙ୍କୁ କହୁଛନ୍ତି ଆପଣ ନିଜର ଆତ୍ମା ମାନେ ଜୀବାତ୍ମା ଧ୍ୟାନ କରିକି ପରମାତ୍ମାକୁ ଦର୍ଶନ କରିପାରୁଛି ଅମୋଘ ଦୃକ୍ ଆପଣଙ୍କର ଦୃଷ୍ଟି ଅବ୍ୟର୍ଥ ତା ମାନେ ଆପଣ ଅହମ୍ ବ୍ରହ୍ମସ୍ମି ଅନୁଭବ କରିପାରୁଛନ୍ତି ଜୀବାତ୍ମା ପରମାତ୍ମା ଏକାକାର କରି ଅହମ୍ ବ୍ରହ୍ମସ୍ମି ମୁଁ ହିଁ କୃଷ୍ଣ ଏକଥା ଅନୁଭବ କରୁଛନ୍ତି ଏଥିରେ କିଛି ଭୁଲ ନାହିଁ। ପୁଣି ପରସ୍ୟ ପୁଂସଃ ପରମାତ୍ମନଃ କଳାଂ ଆଉ ଆପଣ ହେଉଛନ୍ତି ପରମ ପୁରୁଷ ପରମାତ୍ମାଙ୍କର କଳା କଳା କଳାକୁ ନେଇକି ଅବତାର ଦେଇଛନ୍ତି ମାନେ ଅଂଶାଂଶ ଆପଣ ହିଁ ବ୍ୟାସ ତ ଭଗବାନ ଆଉ କ'ଣ ତେଣୁ ଆପଣ ତାଙ୍କର କଳାକୁ ନେଇକରି ଆସିଛନ୍ତି ତେଣୁ ଆପଣ ଠିକ୍ ଜାଣିଛନ୍ତି ଆପଣ ହିଁ ଅଜ ଆପଣଙ୍କର ଜନ୍ମ ନଥିଲେ ମଧ୍ୟ ପ୍ରଜାତମ୍ ଜନ୍ମ ନଥିଲେ ମଧ୍ୟ ଆପଣ କୌଣସି ପ୍ରକାର ବ୍ୟାସ ରୂପରେ ଜନ୍ମ ଦେଇଛନ୍ତି ଜଗତରେ କାହିଁକି ନା ଜଗତ ଶିବାୟ ଏ ଜଗତର କଲ୍ୟାଣ ପାଇଁ ଜଗତକୁ ଜ୍ଞାନ ଦୀପ ଦ୍ୱାରା ଆଲୋକିତ କରିବା ପାଇଁ ଅନେକ ପୁରାଣ ଅଷ୍ଟାଦଶ ପୁରାଣ ବେଦ ବେଦାନ୍ତ ଉପନିଷଦ ସବୁ ଲେଖିକିରି ଜଗତରେ ଜ୍ଞାନକୁ ପ୍ରତିଷ୍ଠା କରିବା ପାଇଁ ଆପଣ ଆବିର୍ଭାବ ହୋଇଛନ୍ତି ଆପଣ ପରମାତ୍ମାଙ୍କର କଳା ଏବଂ ଅମୋଘ ଦୃଷ୍ଟି ଆପଣଙ୍କର ଧ୍ୟାନସ୍ଥ ହେଇକି ଅହମ୍ ବ୍ରହ୍ମସ୍ମି ଅନୁଭବ କରୁଛନ୍ତି ସବୁ କଥା ଆପଣଙ୍କ ପାଖରେ ଅଛି ମହାନୁଭାବ ମହାନ ଅନୁଭାବ ଆପଣଙ୍କର ଭାବନା ମାନେ ଅନୁଭବ ଜ୍ଞାନ ଈଶ୍ୱରାନୁଭୂତି ପ୍ରବଳ ଭାବରେ ଅଛି ତେଣୁକରି ଅଭ୍ୟୁଦୟ ଅଧିଗଣ୍ୟତା ସେ ଭଗବାନଙ୍କ କଥା ନିରୋଳାକିରି ସ୍ପଷ୍ଟ ଭାବରେ ବର୍ଣ୍ଣନା କରୁନି ଅଭ୍ୟୁଦୟ ମାନେ ଆଧିକ୍ୟ ଭଗବାନଙ୍କୁ ଅଧିକା ଭାବରେ ଅଧିକ ତେବେ ସଂସାର କଥା ଆଉ ଦେଖି ପକେଇଛ ସେଟା ସବୁ ଫିଙ୍ଗି ଦେଇକିରି କେବଳ କୃଷ୍ଣ କଥା ନିରୋଳାକିରି ବର୍ଣ୍ଣନା କରନ୍ତୁ ଆପଣ ପାରିବେ କାରଣ ଆଉ ଭଗବାନଙ୍କ ଅବତାର ଆପଣ ଅଜନ୍ମା ହେଇଥିଲେ ମଧ୍ୟ ଜନ୍ମ ଦେଇଛନ୍ତି କେବଳ ସଂସାରର କଲ୍ୟାଣ ପାଇଁ ସବୁ କରିପାରିବେ ଦେବତା ବତେଇଦେଲେ ଇଦଙ୍ଗି ପୁଂସଃ ତପସା ଶ୍ରୁତସ୍ୟ ବା ଶିଷ୍ଟସ୍ୟ ସୁକ୍ତସ୍ୟ ଚ ବୁଦ୍ଧି ଦତ୍ତୟୋଃ ଅବିଚ୍ୟୁତୋର୍ଥା କବିଭି ନିରୂପିତଃ ଯଦୁତ୍ତମ ଶ୍ଲୋକ ଗୁଣାନୁବର୍ଣ୍ଣନଂ ତେଣୁ ଉତ୍ତମ ଶ୍ଲୋକ ଗୁଣାନୁବର୍ଣ୍ଣନମ୍ କହିଲେ ଇଦଙ୍ଗି ପୁଂସଃ ଗୋଟେ ସଂସାରରେ ଯେଉଁ ବ୍ୟକ୍ତି ଅଛନ୍ତି ମନୁଷ୍ୟ ଗୁଡ଼ାକ ମନୁଷ୍ୟ ସମାଜ ଏମାନେ କିଏ ତପସ୍ୟା କରୁଛି
तपस्या करवा वेद सूत्र वेद अध्ययन करवा शिष्ट शिष्ट माने यज्ञ करवा सूक्त पुरुष सूक्त नील सूक्त अनेक सूक्त अच्छी सूक्त ही वेद मंत्र वैदिक मंत्र माध्यम भगवान को स्तुति शुणाक तेणु से भगवत स्तुति की जी बोलुची सूक्त बोलुची च एवं जार बुद्धि जाग्रत एवं बुद्धि एवं दान कर सब गुड़ाक दान आदि अमोघ उद्देश्य भगवान ये सब गुड़ाक अच्युत अर्थ ये सबू अच्युत अर्थ मान प्रयोजन अच्युत अच्युत उद्देश्य अच्युत मान जार विच्युति नहीं जी निर्दिष्ट स्थित सदा अच्छा जो परम ब्रह्म प्रयोजन जदि ये सब गुड़ाक जड़े तपस्या कर प्रभु वेद पढ़ुची से प्रभु को जानापी और यज्ञ कर प्रभु सूक्त वेद मंत्र बोलिक प्रभु स्तुति कर खुशी करने बुद्धि अच्छी तो से प्रभु को धरुची प्रभु को केमती संसार छाड़ी बुद्धि प्रयोग कर प्रभु को भितर रखी ना पुणी दान दौची कहीं दान दौची ना प्रत्येक भीतर भगवत सत्ता अच्छी तेणु कार कौटा अभाव अच्छी देदेवा फल सी खुशी है द्वारा भगवान खुशी है यही कथा सब करुवा लोकटा सब गुड़ाक अच्युत प्रयोजन भगवान को प्रयोजन युवाक लगे सी कर काम केवल भगवान खुशी हाँपी सब गुण गुड़ाक सी भगवत प्रेम कर कवि भी निरूपित यह ज्ञानी मान निरूपण कर समस्त कर्म को भगवान पाखे समर्पित कर चल जदुत्तम श्लोक गुणानुवर्णन तेणु सर्वश्रेष्ठ काम होची उत्तम श्लोक भगवान गुण वर्णना करवा आड़ू सियाड़ू कथा न लिखि प्रभु गुण वर्णना करवाटा ही एकमात्र दायित्व व कर्तव्य जड़े व्यक्ति तार समस्त ज्ञान गारिमा वेद पढ़ुची तपस्या कर यज्ञ कर सब तो ईश्वर उद्देश्य नहीं कर उद्देश्य नहीं कले ही सी मुक्ति पथर फल पाइब ता भिन्न अन्य हेनी तेणु आप बर्तमान गुणानुवर्णनम प्रभु को गुण वर्णना स्पष्ट भाव में करूँ अन्य कथा इाड़ू सियाड़ू करूँ एतक बतई दे सारिकी बर्तमान कथा बदलैबे किए से नारद कहते अहम पूरा अतीत भवे माने पूर्व कल्पने मु अहवम मुने हे मुनि मु व्यासस्तु दास्यास्तु कस्याश्चन वेदवादी नाई मु पूर्वकल्पे गोटे ब्राह्मणर दासी मो ब्राह्मण दासी ही थिला तार संतान मु दासी पुत्र मु थिली क्वेश्चन तो वेदवादी नाई जोगी नाई शुश्रूषणे घर को सी अत्यंत धनाढ़ व्यक्ति घर को वर्षा ऋतु चारिमास वर्षा एवं शरत आषाढ़ श्रावण भाद्रव आश्विन चारिमास को कौन सन्यासी मान जंगल रही पारती मेघ वर्षा हो गमाया हो तेणु से गाँ भर को पलि आसी चातुर्मास्य व्रत ता ना चारिमासिया व्रत करिए पलि आसती एवं क्या घरे रही स्वतंत्र घर कहार अच्छी गाँव में पशि आसे कहते कौन अच्छी ना सी ब्राह्मण धनाढ़ तर स्वतंत्र घर अच्छी आओ तेणु कहले तेणु सी घर रहीगले रहीगला वेदवादी नाई जोगी नाई शुश्रूषणे से ब्राह्मण देखिले या माँ का सेवा कर मागड़ा रही घर खाऊँ ये कौन काम कर तेणु कह देख से चारिमास रही कौन अभाव असुविधा हम किए कौन रात काटते मोपी आने
କ'ଣ କିଏ କହିବ କ'ଣ ତାଙ୍କର ଅସୁବିଧା ସୁବିଧା ତାଙ୍କ ପାଖରେ ରହିକି ତାଙ୍କ ସେବା ତୁ କରି ଚାଲେ ଏ କଥା ବତେଇଲେ। ଆଉ ଶୁଶ୍ରୂଷଣେ ପ୍ରାବୃଷି ନିର୍ବିବିକ୍ଷତା ମୋତେ ସେ ବ୍ରାହ୍ମଣ ସେମାନଙ୍କ ଶୁଶ୍ରୂଷା କରିକି ରହିବା ବ୍ୟବସ୍ଥା କରିଦେଲେ। ନିରୂପିତ ବାଳକ ହେବ ଗୋଟେ ଛୋଟିଆ ପିଲାଟା 5 ବର୍ଷିଆ ପିଲା ତେବେ ମୋତେ ତ ସିଏ କହିଲି ତୁ ଏଇ କାମରେ ରହିଯା ଆଉ ମୁଁ ମଧ୍ୟ ସେଥିରେ ରହିଲି। ରହିକି କ'ଣ ହେଲା ନାରଦ କହୁଛନ୍ତି ମୁଁ କିଏ ସେ କ'ଣ ମୁଁ କେମିତି ଭଗବାନଙ୍କୁ ପାଇଲି ସେ କଥା ମୁଁ ବି ଆପଣଙ୍କୁ କହୁଛି ଶୁଣନ୍ତୁ। ତୁମେ ଏମିତି ଏମିତି କର ବୋଲି କହିସାରିକି ପୁଣି ନିଜ ଚରିତ୍ରଟାକୁ କହିଲେ କହୁଛନ୍ତି ତେ ତେ ମଜ୍ଜ পেতা ক্ষীরচা পলের ভকে দান্তে অধৃত ক্রীড়নকেনু মর্তিনি চক্রুঃ কৃপাগ যদ্যপি তুল্য দর্শনাঃ শুশ্রূষমাণে মুনয়ো অল্পভাষিণী। କ'ଣ କହୁଛନ୍ତି ତେ মই ଅପେତା କ୍ଷୀର ଚା ପଳେଇବାର ଭକେ। ମୁଁ 5 ବର୍ଷିଆ ପିଲାଟା କଣ୍ଢେଇ ଖେଳ ମୋର ସରିନଥିଲା ଚଗଲାଟା ସ୍ଥିରତା ନଥିଲା ଏ ଚଗଲାଟା ଏଇ ପ୍ରକାର ଅବସ୍ଥାରେ ତୁରତୁରିଆ ଏ କାମ କରୁଛି ଆଉ ଗୋଟେ କ'ଣ କଲାଣି ଆଉ ଗୋଟେ ଘାଣ୍ଟିଲାଣି ଏମିତି ସବୁ ମୁଁ ଗୋଟେ କରୁଥିଲି। କିନ୍ତୁ ସେଇ ପ୍ରକାର ଅବସ୍ଥାରେ ମୋତେ ତାଙ୍କ ପାଖରେ ରହିକିରି ତାଙ୍କ ସେବା କରିବାକୁ ଦାୟିତ୍ୱ ଦିଆହେଲା ମୋ ଗୁଣ ବଦଳିଗଲା ସାଙ୍ଗେ ସାଙ୍ଗେ। କ'ଣ ହେଲା ଦାନ୍ତେ ଦାନ୍ତ ମାନେ ଦାନ୍ତ ଦେଖିଲେ ବଡ଼ ଦାନ୍ତ ନାହିଁ ଦାନ୍ତ ମାନେ ପୁରା ଶାନ୍ତ ଇନ୍ଦ୍ରିୟ ସଂଯତ ହେଇଗଲା ମୋର ମୁଁ ଶାନ୍ତ ହେଇଗଲି। ଅଧୃତ କ୍ରୀଡ଼ନକେ ଆଉ ଖେଳା ଧରିକି ଖେଳୁଥିଲି ଆଉ ଛାଡ଼ିଦେଲି କଣ୍ଢେଇ ଖେଳ ବନ୍ଦ ଏବଂ ଶାନ୍ତ ହେଇଗଲି। କ୍ରୀଡ଼ନକେ ଅନୁବର୍ତ୍ତିନି ତାଙ୍କର ଆଦେଶ ପାଳନ କରିବାରେ ଲାଗିଲି ତାଙ୍କର ଅନୁଗତ ସେବକ ହେଇଗଲି। ଯିଏ ଯାହା ଚାହିଁଲା ତାଙ୍କ କଥା କଲି ଆଉ ତୃତୀୟଟା ଥିଲି ସବୁ ବଦଳିବା ସାଙ୍ଗେ ସାଙ୍ଗେ ଆଉ କରିକି କ'ଣ ହେଲା ନା ଚକ୍ରୁ କୃପା ଯଦ୍ୟପି ତୁଲ୍ୟ ଦର୍ଶନା ସେମାନେ ସବୁ ତ ସମଭାବାପନ୍ନ ସମସ୍ତେ ମୁଁ କୃଷ୍ଣ ବୋଲିକି ଦେଖନ୍ତି ତେଣୁ ମୋତେ ସେମାନେ ଭଲ ଦୃଷ୍ଟିରେ ଦେଖିଲେ ଚକ୍ରୁ କୃପା ତେଣୁ ସମଦର୍ଶନ ହେତୁ ମୋତେ ବି ସେ ଭଗବାନ ଚିନ୍ତା କରୁଥାନ୍ତି ତେଣୁ ମୋତେ ବହୁତ କୃପା କଲେ ଦୟା କଲେ। ଛୋଟ ପିଲାଟା ମୋର ଦୋଷ ଦୁର୍ବଳତା ଥିଲେ ମଧ୍ୟ ସେମାନେ ତ ଘୋଡ଼େଇ ଦିଅନ୍ତି ଏବଂ ତାଙ୍କ କାମ ମୁଁ କରେ ଶୁଶ୍ରୂଷମାଣେ ଏବଂ ସେମାନଙ୍କ ଶୁଶ୍ରୂଷା କରିବାରେ ଲାଗିଗଲି। ମୁନୟ ଅଳ୍ପ ଭାଷିଣୀ ବିଶେଷ କଥା କହନ୍ତିନି ପଦେ ଏଇଟା ଆଣେ ଚାଲିଲା ମୁଁ ବି ତାଙ୍କ କଥା ଅନୁସାରେ ତାଙ୍କ କାମ କରେ ଅଳ୍ପ ଭାଷିଣୀ ଏବଂ ତାଙ୍କ ଶୁଶ୍ରୂଷାରେ ଏମିତି ଲାଗିଗଲି ମୋର ଚଞ୍ଚଳ ଭାବ ସବୁ ଉଡ଼ିଗଲା। ତାପରେ କ'ଣ ହେଲା ନା ଉଚ୍ଚିଷ୍ଟ ଲେପାନନୁମୋଦିତ ଦ୍ୱିଜୈଃ ସକୃତ୍ସ୍ମ ଭୁଞ୍ଜେ ତଦପାସ୍ତ କିଳ୍ବିଷଃ ଏବଂ ପ୍ରବୃତ୍ତସ୍ୟ ବିଶୁଦ୍ଧ ଚେତସଃ ତଦ୍ଧର୍ମ ଏବାତ୍ମ ରୁଚି ପ୍ରଜାୟତେ। ତାପରେ କ'ଣ କଲି ନା ଦ୍ୱିଜୈଃ ଅନୁମୋଦିତ ସେ ବ୍ରାହ୍ମଣମାନଙ୍କର ଅନୁମୋଦନ କର୍ମେ ପ୍ରଭୁ ମାନେ ସ୍ୱୀକୃତି ଦେଲେ ଆପଣମାନେ ଖାଇସାରିଲା ପରେ ଇଏ ଯେଉଁଠି ଯାହା ଅଇଁଠା ସବୁ ତ ମୁଁ ଖାଇବି ଖା 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 ହଁ କରିଦେଲେ ଯଦି ହଁ କରିଦେଲେ ନାହିଁ କରିଥିଲେ ଖାଇପାରିନଥାନ୍ତା ତେଣୁ ସିଏ ବି ନ ତ ପ୍ରଭୁ ଯାହା କହିବେ ସେ କଥା ମାନିକି ରହିବା ପାଇଁ ସେ ପ୍ରସ୍ତୁତ ତେଣୁ ସେ ତାଙ୍କ ଅନୁମତି ନେଇକିରି ଉଚ୍ଚିଷ୍ଟ ଲେପାନନୁ ସେ ପତ୍ରରେ ଯାହା କିଛି ଯେଉଁଠି ଯାହା ବଳିଥିଲା ସବୁ ଚାରିଚୁଟି ଖାଇବା ବ୍ୟବସ୍ଥା କଲା ଆଉ ସକୃତ ସ୍ୱ ଭୁଞ୍ଜେ ସକୃତ ସେମାନେ ବି ଥରେ ଖାଆନ୍ତି ଗୋଟେ ତ ଇଏ ବି ସେ ଗୋଟିଏ ଥର ଖାଇଲା ଏବଂ ପତ୍ରରୁ ଚାରିଚୁଟି ସବୁ ଖାଇଲା ଏବଂ ସେ ପ୍ରକାର ଖାଇବା ଫଳରେ ତଦପାସ୍ତ ବିଷୟ ତାର ସମସ୍ତ ପାପ ଧ୍ୱଂସ ହେଇଗଲା ସେ ପୁଣ୍ୟାତ୍ମା ହେଇଗଲା ଟିକେ ପିଲାଟା ହେଲେ କ'ଣ ହବ କାହିଁକି କଥା ହେଇଗଲା ସେ ଉଚିତ ପ୍ରକାର ଖାଇବା କଥା ନୁହଁ ନା ନାଇଁ ଯେ ସେ ଭଗବାନଙ୍କର ଦିବ୍ୟ ଦୃଷ୍ଟି ପଡ଼ିକରି ଯେମିତି ମହାପ୍ରସାଦ ଇଏ ସେମିତି ଭଗବତ ଭକ୍ତର ମଧ୍ୟ ଉଚ୍ଚିଷ୍ଟ ଭକ୍ତ ପାଖରେ
ରୋଗ ଫୋଗ କିଛି ନାହିଁ, ସେମାନେ ସୁସ୍ଥ ସବଳ ଏବଂ ସେ ବି ଭଗବାନଙ୍କ ଭଳିଆ, ତେଣୁ ତାଙ୍କ ଉଚ୍ଚିଷ୍ଟ ମହାପ୍ରସାଦ ସ୍ୱରୂପ ତାହା ପାପ ନାଶ କରେ। ସେଥିପାଇଁ ତାକୁ ସିଏ ଖାଇଲା, ଖାଇବା ପରେ ତାର ସମସ୍ତ ପାପ କ୍ରିମି ସମାନେ ପାପ ଧ୍ୱଂସ ହେଇଗଲା। ଏବଂ ପ୍ରବୃତ୍ତ ବିଶୁଦ୍ଧ ଚେତସଃ, ତେଣୁ ମୋର ଚିତ୍ତ ଛୋଟ ପିଲା ହେଲେ କ'ଣ ହବ, ମୁଁ ଇନ୍ଦ୍ରିୟ ସଂଯତ ହେଇଗଲା, ମନ ବିଶୁଦ୍ଧ ଶୁଦ୍ଧ ହେଇଗଲା। ସଂସାର ଫଂସାର ମୁଁ ଆଉ କିଛି ବୁଝିପାରିଲିନି। କ'ଣ କଲି ନା ଅଧର୍ମ ଏବାତ୍ମ ରୁଚି, ସେମାନଙ୍କର ଯେଉଁ ଆଚାର ବିଚାର ବ୍ୟବହାର ଅନବରତ ଧ୍ୟାନସ୍ଥ ହେଇକି ବସିବେ। ପ୍ରାଣାୟାମ ଯେତେବେଳେ ସମସ୍ତଙ୍କ ନିତ୍ୟକର୍ମ କିଏ ଜପ କରୁଛି, କିଏ ଧ୍ୟାନ କରୁଛି, କିଏ ପ୍ରାଣାୟାମ କରୁଛି, ଏମିତି ସବୁ ସରିଗଲା ପରେ ଆଉ ବସିକି ଖାଲି କୃଷ୍ଣ କଥା, ମୁଁ ତାକୁ ଶୁଣେ। ତାପରେ କହିବେ ଅଧର୍ମ, ସେମାନଙ୍କର ଯାହା ଧର୍ମ ଆଚରଣ ମୁଁ ତାକୁ ଅନୁକରଣ କରି ଲାଗିଗଲେ ରୁଚି ହିଁ ପ୍ରଜାହିତ, ମୋର ରୁଚି ସୃଷ୍ଟି ହେଲା। ଆଗରୁ ରୁଚି ନଥିଲା, କିନ୍ତୁ ସେ ଉଚ୍ଚିଷ୍ଟ ଖାଇବା ପରେ ମୋର ପାପ ନଷ୍ଟ ହେଲା ଏବଂ ତାଙ୍କ ଧର୍ମକୁ ଆଚରଣ କରିବା ବି ମୋର ରୁଚି ମାନେ ଅତ୍ୟନ୍ତ ଆଗ୍ରହ ଆସିଗଲା ମନରେ। ଏଇ କଥା ହେଇକି କ'ଣ କଲି ସେଠୁ ରୁଚି ହିଁ ନା, ପୁଣି କ'ଣ ହେଲା ନା ତତ୍ରାବହମ୍ କୃଷ୍ଣ କଥା ପ୍ରଗାୟତାଂ ଅନୁଗ୍रहेଣାନ ଶୃଣତଃ ମନୋହରଃ ତାହା ଶ୍ରଦ୍ଧୟା ମେ ଅନୁପଦମ୍ ବିଶୃମ୍ଭତଃ ପ୍ରିୟଶ୍ରବସ୍ୟାଙ୍ଗ ମମା ଭବତ୍ ରୁଚି। ତାପରେ କ'ଣ କଲି ନା ତତ୍ର ଅନ୍ୱହମ୍ ମାନେ ପ୍ରତିଦିନ କୃଷ୍ଣ କଥା ପ୍ରଗାୟତାଂ, ଝାଡ଼ି ଯିଏ ବସିକି ଧ୍ୟାନ କରିବେ, କ'ଣ କ'ଣ କରିଦେବେ। ତାପରେ ସମସ୍ତେ ଏକତ୍ରିତ ହେଇକିରି ଖାଲି କୃଷ୍ଣ କଥା, ତାଙ୍କର ଅନ୍ୟ ପାଠ କିଛି ନାହିଁ, କୃଷ୍ଣ କଥା କହିଲେ। ତେଣୁ ଅନୁଗ୍ରହେଣ କୃଷ୍ଣ କଥା କହିଲା ବେଳେ ମୁଁ ଏକାଗ୍ରତା ସହ କରିକି ତାକୁ ଶୁଣେନି। ତେଣୁ ସେମାନେ ସେତେବେଳେ ମୋତେ ଆଉ ଭୁଲ ବଟାନ୍ତିନି, ଶୁଣୁଛି ପିଲାଟା ଦେଖିବା ତାପରେ ଯାହା କରିବା। ତେଣୁ ସେମାନଙ୍କର ଅନୁଗ୍ରହରୁ ଶୃଣବମ୍ ମନୋହର, ସେ କଥା ଗୁଡ଼ାକ ଅତ୍ୟନ୍ତ ଆକର୍ଷଣ ତା ଦେହରେ ଥିଲା। ମୋ ମନକୁ ହରଣ କଲେ, ମୁଁ ଆଉ ଛାଡ଼ିଲିନି, ଆଉ ଏକାଗ୍ରତାର ସହ ତାକୁ ଶୁଣିବାର ଲାଗିଲି। ଏମିତି ଲାଗିକି କ'ଣ ହେଲା, ତାହା ଶ୍ରଦ୍ଧୟା, ତାକୁ ଶ୍ରଦ୍ଧାର ସହ ମୁଁ ଶୁଣୁଥିବା ହେତୁ ମୋର ପ୍ରତି ମୁହୂର୍ତ୍ତରେ ବିଶୃମ୍ଭତଃ, ସଦାସର୍ବଦା ଯେତେବେଳେ ତାକୁ ଶୁଣିବାକୁ ଲାଗିଲି, ଭଗବାନ ପ୍ରିୟ ଶ୍ରବସୀ, ଯେଉଁ ଭଗବାନଙ୍କ କଥା ଶୁଣିବା ପ୍ରିୟ, ସେଇ ଭଗବାନଙ୍କ ପାଖରେ ମମ ଅଭବତ୍ ରୁଚି, ସେ ଭଗବାନ କୃଷ୍ଣଙ୍କ ଚରଣ ଆରବିନ୍ଦରେ ମୋର ଆଗ୍ରହ ସୃଷ୍ଟି ହେଇଗଲା। ଆଉ ତାକୁ ଛାଡ଼ିବା ପାଇଁ ଇଚ୍ଛା ହେଲାନି, ଖାଲି କୃଷ୍ଣ ଚରଣ ଆରବିନ୍ଦରେ ମନ ଲାଗିଗଲା। କାରଣ ଖାଲି ତ କୃଷ୍ଣ କଥା ଶୁଣିଲି ଏବଂ ସେ ଭିତରେ ମୋର ମନ ପ୍ରଭାବରେ ଲାଗିଗଲା, ମୋର ତ ବିଶୁଦ୍ଧ ହେଇଯାଇଛି ତାଙ୍କ ଅଇଁଠା ଖାଇକି ସବୁ। ଆଉ ତାପରେ କହିଲେ ତସ୍ମିନ୍ ତଦା ଲବ୍ଧ ରୁଚେ ହେ ମହାମତେ ପ୍ରିୟ ଶ୍ରବସ୍ୟ ସ୍ଖଳିତାମତ୍ୟର ମମ ଜୟାହମେତତ୍ ସତ୍ ଅସତ୍ ସୁମାୟୟା ପଶ୍ୟେମୟୀ ବ୍ରହ୍ମଣି କଳ୍ପିତಂ ପରେଗେ। ତସ୍ମିନ୍ ତଦା ଲବ୍ଧ ରୁଚେ ହେ ମହାମତେ, କହିଲେ ଅସ୍କଳିତାବତୀ ମହାମତେ, हे महानमती, हे महामुनि, दास कहते हे महामते तस्मिन् तदा लब्ध रुचे, कृष्ण चरणारविंदे मोर रुचि माने अत्यंत आग्रह सृष्टि है ना। यार हम कौन प्रिय श्रवस्य अस्खलिता मती, आउ प्रिय श्रव माने जहाँ कथा शुणा को समस्त आग्रह करती से भगवान कथा को शुणी मो बुद्धिटा मती ही मम मती ही अस्खलिता, मो बुद्धि आउ कुआड़ को गलानी, मु बिल्कुल निर्वाक होकर जहाँ कहता तो शुणवार लगे तो सब बुझीगली। कृष्ण तत्व एकदम भल भाव बुझिकी मुझे पागल हो एकदम, आउ मोर बुद्धि कुआड़ को गलानी। तेणु जया अहम ये तो सत असत
सोमाया तेणु सी मोर एमती ज्ञान हो गला जे प्रभु सत एवं असदात्मक ये जो जगत ये सत असत मिसिक जगत हो सत है आत्मा असत जगत ये जो पांच भौतिक पृथ्वी जगत जो वायु तीन गुण तैयारी जड़ नाम रूप को नहीं जड़ शरीर ता भर जीवात्मा ये सत असत मिश्रित होकर प्रभु माया द्वारा ये संसार रचित होती ये सबू ज्ञान मोर होगा पश्चिमयी ब्रह्मणी कल्पितम पर एवं मु अनुभव कली जे ये सब परम ब्रह्म को शरीर भितर स्थूल रूप जगत से विश्वरूप तेणु समस्त ब्रह्मणी कल्पितम ब्रह्म को शरीर ये समग्र विश्वटा अच्छी भितर कल्पना कर माया द्वारा ये सत असदात्मक जगत सृष्टि सब विभिन्न ज्ञान रहीगला कारण आलोचना तो से प्रकार था तेणु से आलोचना भितर पशिकी मोर ये प्रकार ज्ञान होगला कहले इत्थम शरत प्रावृषिका ऋतु हरे है वर्षा ऋतुटा कौन ना आषाढ़ श्रावण भाद्रव आश्विन शरत ऋतु ता सागर मिसी जाए 4 मास तेणु 4 मासटा हरे है विश्वोन्नत में अनुसवं अमलम जस भगवान अमर निर्मल जस जसगान से करती हरे हे जस अमलम हरे हे जस अनुसवम प्रतिदिन मु शुणी शुणी विश्वोन्नत संकीर्त्यमान मुनि महात्मा से महात्मा मुनिमान द्वारा खाली तो कृष्ण कथा कहती आड़े नाम कीर्तन भी करती तेणु से कीर्तन एवं कृष्ण कथा श्रवण ता भर मुझे मजिगली जे भक्ति ही प्रवृत्तात्म रजस तमोपहा मोर रज एवं तम गुण उड़ीगला कुआड़े एवं सत्व गुण संपन्न होकर कृष्ण भक्ति पूरा प्रेम कृष्ण भक्ति पड़ेगा सब कुआ पड़ेगा यही प्रकार स्थिति मोर होगला तापर मैं 5 वर्षिया पिलार एमती सब होगला तस्य एवं मे अनुरक्त प्रसृत हतेन सह श्रद्धान से बाल से दात अनुचर से छुड़ विशेषण नारदकर ये कहते तस्य एवं मे अनुरक्त ये मुझे अनवर्त खाली अड़ली चाहिए कौन मुहर बाहर करी तेणु ये प्रकार अवस्था अनुरक्त भक्त होगली बिल्कुल अपेक्षा कर रही कथा को ये प्रकार रही प्रसृत मोर नम्रता थिला विनीत भाव थिला जोड़ अवस्था चाहिए बसते किए कौन कहे सागे सागे कथा करी तेणु हते न सह द्वारा मोर समस्त पाप ध्वंस होगा पड़ी प्रारब्ध भी संगठित होगा तेणु श्रद्धान से मोर श्रद्धा थिला वैष्णव मान सेवा करा एवं कृष्ण कथा शुणा कीर्तन करा सबुथ श्रद्धा बढ़ीगला ये प्रकार बालस्य दांतस्य इंद्रिय संयत हो आबुर्जार कथा को मन गलानी पिलाटा खेलकूद मो मातिया समयटा किंतु मु पूरा एकाग्रतार सह भगवत कथार मातिगली तार पिला जुआड़े मारिज सियाड़े मारिज खेलकूद चलते ये पटक मारी आसिले ये प्रकार होकर शांत हृदय होगा एवं जितेन्द्रिय होगली अनुचर से सत्यजीवी सेवक एवं आज्ञावह विनीत होकर जहाँ चाहिए सीड़ा काम कर लगे ये प्रकार होकर चमत्कार होगला तापर ज्ञान गुह्यतम दत्त साक्षात भगवतोदितम तेणु भगवता भगवान द्वारा जहाँ गोपनीय ज्ञान कहला आज सब ज्ञान मत से कहीदे यहाँ सेवा कर सब करमती जाए यार जमी कल्याण हम क्या साधु संत कम है केवल अन्यर उपकार करवा से जीवन उत्सर्गीकृत निज स्वार्थ किसी ना ये पिलाटा जब एत भाव भक्ति श्रद्धार सह आम आदेश पालन कर उच्चिष्ट खाई भागवत कथा शुणी ये पूरा कृष्णमय हो गोपनीय तथ्य कहीदे बतईदे ये शिखु कौन हम देखा हेले हो ना आम कहीं छाड़ा कथा कहीदी पड़ा ये कथा चिंता करी
अन्नोमोचन गमिष्यंत जिबा समय एवं गूढ़ रहस्य कहीदे पड़े कि ध्यान कर कौन कर कृष्ण केमी मिले सबू कथा गुड़ाक कृपया दीन वत्सला से दीन मान प्रति भगवान जमी दयालु आ ये दीन वत्सल दीनजन वात्सल्य भाव तांकर अच्छी तेणु से दयाकरी गोपनीय तथ्य साधनार गोपनीय तत्व सबू मत बुझे गला समय सब बुझे चलले एतुटा सर 40-30 सरवा रखीद ये टाइम ना हौ ये 31 कल पड़ा नहीं मो खुशी नहीं खुशी समस्त हाँ विकलिया कहीं चलती हटे सुंदर ये नारदर पूर्वजन्म कथा अति सुंदर भाव निखुण भाव नारद कहते कथा तेणु चलती बर्तमान ऋषि मैंने विदाय नहीं जीवे तत्व ज्ञान कहीदे गले एति है था काली देखा नमस्कार।